ଆଜିର ଆଲୋଚନାକୁ ସ୍ୱାଗତ। ଚାଲନ୍ତୁ ସିଧାସଳଖ ପ୍ରଶ୍ନରୁ ଆରମ୍ଭ କରିବା। କ୍ୱେଶ୍ଚନ୍ ନମ୍ବର 1। ହୁ ୱର୍ ଦ ଫର୍ଷ୍ଟ ୟୁରୋପିଆନ୍ସ ଟୁ ଏଣ୍ଟର ଓଡ଼ିଶା? ଏହାର ଓଡ଼ିଆ ହେଉଛି ଓଡ଼ିଶାରେ ପ୍ରବେଶ କରିଥିବା ପ୍ରଥମ ୟୁରୋପୀୟମାନେ କିଏ ଥିଲେ? ଅପସନ୍ ଏ ଇଂଲିଶ, ଅପସନ୍ ବି ପର୍ତ୍ତୁଗୀଜ, ଅପସନ୍ ସି ଡେନିଶ, ଅପସନ୍ ଡି ଫ୍ରେଞ୍ଚ। The correct answer is option B, Portuguese. ଆଚ୍ଛା, ପର୍ତ୍ତୁଗୀଜ? ହଁ, ଅନେକେ ଭାବନ୍ତି ଇଂରେଜମାନେ ପ୍ରଥମେ ଆସିଥିଲେ, କିନ୍ତୁ ପ୍ରକୃତରେ ପର୍ତ୍ତୁଗୀଜମାନେ ହିଁ ଓଡ଼ିଶା ଆସିଥିବା ପ୍ରଥମ ୟୁରୋପୀୟ ଥିଲେ। କେବେ ଆସିଥିଲେ ସେମାନେ? ତଥ୍ୟ ଅନୁସାରେ ସେମାନେ 1514 ମସିହାରେ ଆସି ପିପିଲିଠାରେ ନିଜର ପ୍ରଥମ ବାଣିଜ୍ୟ କେନ୍ଦ୍ର ସ୍ଥାପନ କରିଥିଲେ। ବୁଝିଲି। ଠିକ୍ ଅଛି, ଚାଲନ୍ତୁ ପରବର୍ତ୍ତୀ ପ୍ରଶ୍ନକୁ ଯିବା। କ୍ୱେଶ୍ଚନ୍ ନମ୍ବର 2। The Portuguese trade center at Balasore was located near which river? ଅର୍ଥାତ୍ ବାଲେଶ୍ୱରରେ ଥିବା ପର୍ତ୍ତୁଗୀଜ ବାଣିଜ୍ୟ କେନ୍ଦ୍ର କେଉଁ ନଦୀ ନିକଟରେ ଅବସ୍ଥିତ ଥିଲା? ଅପସନ୍ ଏ ମହାନଦୀ, ଅପସନ୍ ବି ବାରାବାଲଙ୍ଗା, ଅପସନ୍ ସି ବ୍ରହ୍ମଣୀ, ଅପସନ୍ ଡି ଋଷିକୁଲିଆ। The correct answer is option B, ବାରାବଲଙ୍ଗା। ତା ବୋଧେ ବୁଢ଼ାବଳଙ୍ଗ ନଦୀ ନୁହେଁ କି? ହଁ, ଏକଦମ ଠିକ୍। ବୁଢ଼ାବଳଙ୍ଗ ନଦୀର ପୁରୁଣା ନାଁ ଥିଲା ବାରାବାଲଙ୍ଗା। ତ ବାଲେଶ୍ୱରରେ ଥିବା ପ୍ରାୟ ସବୁ ୟୁରୋପୀୟ ବାଣିଜ୍ୟ କେନ୍ଦ୍ରଗୁଡ଼ିକ ଏହି ନଦୀ କୂଳରେ ହିଁ ଗଢ଼ି ଉଠିଥିଲା। ବିଶେଷ କରି ଡଚ୍ମାନେ ଏହି ନଦୀ କୂଳରେ ଏକ ବଡ଼ ବାଣିଜ୍ୟ କେନ୍ଦ୍ର କରିଥିଲେ। ଠିକ୍ ଅଛି, ଆଗକୁ ବଢ଼ିବା। କ୍ୱେଶ୍ଚନ୍ ନମ୍ବର 3। Who was the Nawab of Cuttack who gave the Portuguese permission to establish a residence at Pipli in 1636? 1636 ମସିହାରେ ପିପ୍ଲିରେ ବାସସ୍ଥାନ ସ୍ଥାପନ ପାଇଁ ପର୍ତ୍ତୁଗୀଜମାନଙ୍କୁ ଅନୁମତି ଦେଇଥିବା କଟକର ନବାବ କିଏ ଥିଲେ? ଅପସନ୍ ଏ ମୁତକଦ ଖାନ୍, ଅପସନ୍ ବି ମିର୍ଜା ବେଗ, ଅପସନ୍ ସି ଶାହଜାହାଁ, ଅପସନ୍ ଡି ମଲିକ କାସିମ। The correct answer is option A, ମୁତକଦ ଖାନ୍। ମୁତକଦ ଖାନ୍? ହଁ, ମୁତକଦ ଖାନ୍ ସେତେବେଳେ ମାନେ 1632ରୁ 1641 ପର୍ଯ୍ୟନ୍ତ କଟକର ନବାବ ଥିଲେ। ଆଚ୍ଛା। ସେ ତାଙ୍କ ଶାସନ କାଳରେ କେବଳ ପର୍ତ୍ତୁଗୀଜ ନୁହେଁ ବରଂ ଡଚ୍ମାନଙ୍କୁ ମଧ୍ୟ ଓଡ଼ିଶାରେ ବାଣିଜ୍ୟ କରିବା ପାଇଁ ଅନୁମତି ଦେଇଥିଲେ। ବୁଝିଲି। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ। କ୍ୱେଶ୍ଚନ୍ ନମ୍ବର 4। What was the significance of Thomas Colley's reference to Pipili in 1633 as the ancient rendezvous? ଏହାର ଅର୍ଥ ହେଲା 1633 ମସିହାରେ ଥମସ କୋଲିଙ୍କ ଦ୍ୱାରା ପିପିଲିକୁ ନାମସିଣ୍ଟ ରାଣ୍ଡେଭୋଜ୍ ଭାବରେ କରାଯାଇଥିବା ଉଲ୍ଲେଖର ମହତ୍ତ୍ୱ କ'ଣ ଥିଲା? ଅପସନ୍ ଏ ଇଟ୍ ୱାଜ୍ ଅ ପର୍ତ୍ତୁଗୀଜ ମିଲିଟାରୀ ଷ୍ଟ୍ରଙ୍ଗହୋଲ୍ଡ, ଅପସନ୍ ବି ଇଟ୍ ୱାଜ୍ ଦ ଫର୍ଷ୍ଟ ଇଂଲିଶ ଟ୍ରେଡ୍ ସେଣ୍ଟର, ଅପସନ୍ ସି ଇଟ୍ ୱାଜ୍ ଅ ପର୍ତ୍ତୁଗୀଜ ଟ୍ରେଡିଂ ପୋଷ୍ଟ, ଅପସନ୍ ଡି ଇଟ୍ ୱାଜ୍ ଦ ହେଡକ୍ୱାର୍ଟର୍ସ ଅଫ୍ ଦ ଫ୍ରେଞ୍ଚ ଇଷ୍ଟ ଇଣ୍ଡିଆ କମ୍ପାନୀ। The correct answer here is option C. It was a Portuguese trading post. ନାମସିଣ୍ଟ ରାଣ୍ଡେଭୋଜ୍ ଏହାର ପ୍ରକୃତ ଅର୍ଥ କ'ଣ? ଏଇଟା ବୋଧହୁଏ ଏନ୍ସିଏଣ୍ଟ ରଣ୍ଡେଭୋଜ୍ର ଏକ ଭୁଲ ଉଚ୍ଚାରଣ। ଆଚ୍ଛା, ଏନ୍ସିଏଣ୍ଟ ରାଣ୍ଡେଭୁ। ହଁ, ତ ଥମସ୍ କୋଲେ ପିପିଲିକୁ ପର୍ତ୍ତୁଗୀଜମାନଙ୍କର ପ୍ରାଚୀନ ମିଳନସ୍ଥଳ ଭାବରେ ବର୍ଣ୍ଣନା କରିଥିଲେ। ଏଥିରୁ ଜଣାପଡ଼େ ଯେ ଏହା ସେମାନଙ୍କର ଏକ ପ୍ରମୁଖ ବାଣିଜ୍ୟ କେନ୍ଦ୍ର ଥିଲା। ବହୁତ ଇଣ୍ଟରେଷ୍ଟିଂ। ପରବର୍ତ୍ତୀ ପ୍ରଶ୍ନ। କ୍ୱେଶ୍ଚନ୍ ନମ୍ବର 5. When did the British first establish their trade settlements in Odisha and in which locations? ଅର୍ଥାତ୍ ବ୍ରିଟିଶମାନେ ପ୍ରଥମେ କେବେ ଏବଂ କେଉଁ ସ୍ଥାନରେ ଓଡ଼ିଶାରେ ନିଜର ବାଣିଜ୍ୟ କେନ୍ଦ୍ର ସ୍ଥାପନ କରିଥିଲେ? ଅପସନ୍ ଏ 1633 at ହରିହରପୁର and ବାଲେଶ୍ୱର, ଅପସନ୍ ବି 1620 at କଟକ and ଭଦ୍ରକ, ଅପସନ୍ ସି 1650 at ପିପଲି and ବାଲେଶ୍ୱର, ଅପସନ୍ ଡି 1645 at ବାଲେଶ୍ୱର and ଭଦ୍ରକ। So the correct answer is option A, 1633 at ହରିହରପୁର and ବାଲେଶ୍ୱର। 1633। ତେବେ ଇଂରେଜମାନେ ପର୍ତ୍ତୁଗୀଜଙ୍କର ପ୍ରାୟ 100 ବର୍ଷ ପରେ ଆସିଲେ। ହଁ, ଇଂରେଜ ଇଷ୍ଟ ଇଣ୍ଡିଆ କମ୍ପାନୀ 1633 ମସିହାରେ ଓଡ଼ିଶାରେ ନିଜର ବାଣିଜ୍ୟ ଆରମ୍ଭ କଲା। ସେମାନଙ୍କର ପ୍ରଥମ ବାଣିଜ୍ୟ କେନ୍ଦ୍ର ଥିଲା ହରିହରପୁରରେ, ଆଉ ତାର କିଛି ସମୟ ପରେ ସେମାନେ ବାଲେଶ୍ୱରରେ ଏକ କାରଖାନା ସ୍ଥାପନ କଲେ। ଠିକ୍ ଅଛି, ଚାଲନ୍ତୁ ଆଗକୁ ବଢ଼ିବା। କ୍ୱେଶ୍ଚନ୍ ନମ୍ବର 6. Which Mughal empire was in power when the British established their first settlement in Baleshwar district in Odisha? ଯେତେବେଳେ ବ୍ରିଟିଶମାନେ
ଓଡ଼ିଶାର ବାଲେଶ୍ୱର ଜିଲ୍ଲାରେ ନିଜର ପ୍ରଥମ ବାଣିଜ୍ୟ କେନ୍ଦ୍ର ସ୍ଥାପନ କଲେ ସେତେବେଳେ କେଉଁ ମୁଗଲ ସମ୍ରାଟ କ୍ଷମତାରେ ଥିଲେ? ଅପସନ୍ ଏ ଅକବର, ଅପସନ୍ ବି ଜାହାଙ୍ଗୀର, ଅପସନ୍ ସି ଶାହଜାହାନ, ଅପସନ୍ ଡି ଔରଙ୍ଗଜେବ। The correct answer is option C, ଶାହଜାହାଁ। ଶାହଜାହାନ? ହଁ, ଆମେ ଏବେ ଆଲୋଚନା କରୁଥିଲେ ଯେ ବ୍ରିଟିଶମାନେ 1633 ମସିହାରେ ବାଲେଶ୍ୱରରେ ବାଣିଜ୍ୟ କୋଠି ସ୍ଥାପନ କରିଥିଲେ। ଆଉ ଏହି ସମୟଟି ଥିଲା ମୋଗଲ ସମ୍ରାଟ ଶାହଜାହାନଙ୍କ ଶାସନକାଳ, ଯାହା 1628ରୁ 1658 ପର୍ଯ୍ୟନ୍ତ ଥିଲା। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ ଦେଖିବା। Question number 7. Where did the Dutch establish their first factory in Odisha? ଡଚ୍ ମାନେ ଓଡ଼ିଶାରେ ନିଜର ପ୍ରଥମ କାରଖାନା କେଉଁଠାରେ ସ୍ଥାପନ କରିଥିଲେ? ଅପସନ୍ ଏ ବାଲେଶ୍ୱର, ଅପସନ୍ ବି ପିପିଲି, ଅପସନ୍ ସି କଟକ, ଅପସନ୍ ଡି ବାଲାସୋର। The correct answer is option B, ପିପିଲି। ପିପିଲି। ତେବେ ପର୍ତ୍ତୁଗୀଜଙ୍କ ପରି ଡଚ୍ମାନେ ବି ପିପିଲିରୁ ଆରମ୍ଭ କରିଥିଲେ। ହଁ, ଡଚ୍ମାନେ ଓଡ଼ିଶାର ପ୍ରଥମେ ପିପିଲିରେ ହିଁ ନିଜର କାରଖାନା ସ୍ଥାପନ କରିଥିଲେ, କିନ୍ତୁ ଏହାପରେ ସେମାନେ ବାଲେଶ୍ୱରରେ ଏକ ବଡ଼ ବାଣିଜ୍ୟ କେନ୍ଦ୍ର ଖୋଲିଥିଲେ, ଯାହା ଅଧିକ ଗୁରୁତ୍ୱପୂର୍ଣ୍ଣ ଥିଲା। ଆଚ୍ଛା, ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ। Question number 8. In which year did the Danes establish their first trade factory in Balasore? ଡେନ୍ ମାନେ କେଉଁ ବର୍ଷ ବାଲେଶ୍ୱରରେ ନିଜର ପ୍ରଥମ ବାଣିଜ୍ୟ କାରଖାନା ସ୍ଥାପନ କରିଥିଲେ? ଅପସନ୍ ଏ 1630, ଅପସନ୍ ବି 1636, ଅପସନ୍ ସି 1645, ଅପସନ୍ ଡି 1670। The correct answer is option B, 1636। 1636। ହଁ, ଡେନ୍ମାନେ 1636 ମସିହାରେ ବାଲେଶ୍ୱରରେ ଏକ କାରଖାନା ସ୍ଥାପନ କରିଥିଲେ। କିନ୍ତୁ ସେମାନଙ୍କ ବିଷୟରେ ବେଶୀ ଶୁଣିବାକୁ ମିଳେନି। ଠିକ୍ କହିଲେ, କାରଣ ସେମାନଙ୍କର ଦେଶର ସରକାରୀ ସହାୟତା ବିଶେଷ ନଥିଲା, ତେଣୁ ସେମାନଙ୍କର ବାଣିଜ୍ୟ ଏଠାରେ ବେଶୀ ସଫଳ ହୋଇପାରିନଥିଲା। ବୁଝିଲି। ଚାଲନ୍ତୁ ଆଗକୁ। Question number 9. Which French ship first came to Baleswar in 1673 and who was its commander? 1673 ମସିହାରେ କେଉଁ ଫରାସୀ ଜାହାଜ ପ୍ରଥମେ ବାଲେଶ୍ୱରକୁ ଆସିଥିଲା ଏବଂ ଏହାର କମାଣ୍ଡର କିଏ ଥିଲେ? ଅପସନ୍ ଏ ଲେ ଓରିଏଣ୍ଟ, କମାଣ୍ଡର ଜାଭିୟର, ଅପସନ୍ ବି ଫ୍ଲାମଣ୍ଡ, କମାଣ୍ଡର ମଲିକ କାସେମ, ଅପସନ୍ ସି ଲେ ସାଇନ୍ଥ ଲୁଇ, କମାଣ୍ଡର ପିଏର ଡୁପ୍ଲେକ୍ସ, ଅପସନ୍ ଡି ଲା ସେନ୍ଥୋରା। The correct answer is option B, Flamond, Commander Malik Qasim। ଏଠି ଗୋଟିଏ କଥା, ମଲିକ କାସେମ ତ ଜଣେ ଗଭର୍ଣ୍ଣର ଥିଲେ, କମାଣ୍ଡର ନୁହେଁ। ହଁ, ଆପଣ ଠିକ୍ ଧରିଛନ୍ତି। ଏଠି ଅପସନରେ ଟିକେ ଦ୍ୱନ୍ଦ୍ୱ ଅଛି। 1673 ମସିହାରେ ଫ୍ଲାମଣ୍ଡ ନାମକ ଜାହାଜଟି ବାଲେଶ୍ୱରରେ ପହଞ୍ଚିଥିଲା। ଆଉ ସେଠାକାର ସ୍ଥାନୀୟ ଗଭର୍ଣ୍ଣର ଥିଲେ ମଲିକ କାସେମ। ସେ ଫରାସୀ କମାଣ୍ଡରଙ୍କୁ ସ୍ୱାଗତ କରିଥିଲେ, ତେଣୁ ଜାହାଜର ନାଁ ଫ୍ଲାମଣ୍ଡ ଠିକ୍ ଅଛି। ଠିକ୍ ଅଛି, ବୁଝିଗଲି। ପରବର୍ତ୍ତୀ ପ୍ରଶ୍ନ। Question number 10. After which of the following wars, battles, Shah Alam II gave the Diwani rights to the East India Company, which eventually led to the conquest of Odisha by the British? निम्नलिखित क्यों युद्ध परे शाह आलम द्वितीय ईस्ट इंडिया कंपनी को देवानी अधिकार प्रदान करिथिले, जहा परवर्ती समयरे ब्रिटिश मानक द्वारा ओडिशा विजयर कारण होइथिला? ऑप्शन ए सेकेंड एंग्लो मैसूर वॉर, ऑप्शन बी फर्स्ट एंग्लो मैसूर वॉर, ऑप्शन सी बैटल ऑफ बक्सा, ऑप्शन डी बैटल ऑफ प्लासी। The correct answer is option C, Battle of Buxar। बक्सर युद्ध ଏହା ତ ଭାରତ ଇତିହାସର ଏକ ନିର୍ଣ୍ଣାୟକ ମୋଡ଼ ଥିଲା। ନିଶ୍ଚିତ ଭାବରେ ବକ୍ସାର ଯୁଦ୍ଧ ପରେ 1765 ମସିହାରେ ମୁଗଲ ସମ୍ରାଟ ଶାହ ଆଲମ ଦ୍ୱିତୀୟ ଇଂରେଜ ଇଷ୍ଟ ଇଣ୍ଡିଆ କମ୍ପାନୀକୁ ଦେୱାନୀ ଅଧିକାର ଦେଇଥିଲେ। ଦେୱାନୀ ମାନେ ରାଜସ୍ୱ ଆଦାୟ କରିବାର ଅଧିକାର। ଆଉ ଏହା କେବଳ ଓଡ଼ିଶା ନୁହେଁ, ବେଙ୍ଗଲ, ବିହାର ଏବଂ ଓଡ଼ିଶା ଏ ତିନୋଟି ଯାକ ଅଞ୍ଚଳ ପାଇଁ ଥିଲା। ଆଚ୍ଛା, ଚାଲନ୍ତୁ ଆଗକୁ ଯିବା। Question number 11. Where did the French East India Company establish its first factory in Odisha? French East India Company ଓଡ଼ିଶାରେ ନିଜର ପ୍ରଥମ କାରଖାନା କେଉଁଠାରେ ସ୍ଥାପନ କରିଥିଲା? ଅପସନ୍ ଏ କଟକ, ଅପସନ୍ ବି ଭଦ୍ରକ, ଅପସନ୍ ସି ବାଲାସୋର, ଅପସନ୍ ଡି ପୁରୀ। The correct answer is option C, ବାଲାସୋର। ବାଲେଶ୍ୱର। ତେବେ ଫରାସୀମାନେ ବହୁତ ଡେରିରେ ଆସିଥିଲେ।
ହଁ, ଫରାସୀମାନେ ହିଁ ଓଡ଼ିଶାରେ ପହଞ୍ଚିଥିବା ଶେଷ ୟୁରୋପୀୟ ଶକ୍ତି ଥିଲେ। ସେମାନେ ପ୍ରାୟ 1687 ମସିହା ବେଳକୁ ବାଲେଶ୍ୱରରେ ନିଜର ପ୍ରଥମ କାରଖାନା ସ୍ଥାପନ କରିଥିଲେ। ଠିକ୍ ଅଛି। ଆଜିର ଶେଷ ପ୍ରଶ୍ନ। Question number 12. Which Nizam gifted the northern Sarkars to the British East India Company in exchange for their assistance in 1765? 1765 ମସିହାରେ କେଉଁ ନିଜାମ ସାହାଯ୍ୟ ବଦଳରେ ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀକୁ ଉତ୍ତର ସରକାର ଉପହାର ଦେଇଥିଲେ? ଅପସନ୍ ଏ ନିଜାମ ଅଫ୍ ହାଇଦ୍ରାବାଦ, ଅପସନ୍ ବି ନିଜାମ ଅଫ୍ ବେଙ୍ଗଲ, ଅପସନ୍ ସି ନିଜାମ ଅଫ୍ ଔଦ, ଅପସନ୍ ଡି ନିଜାମ ଅଫ୍ ବେରାର। The correct answer is option A, Nizam of Hyderabad. ହାଇଦ୍ରାବାଦର ନିଜାମ? ହଁ, 1765 ମସିହାରେ ହାଇଦ୍ରାବାଦର ନିଜାମ ବ୍ରିଟିଶମାନଙ୍କଠାରୁ ସାମରିକ ସହାୟତା ନେଇଥିଲେ। ଆଉ ତା ବଦଳରେ? ତା ବଦଳରେ ସେ ଉତ୍ତର ସରକାର ଅଞ୍ଚଳକୁ ଇଷ୍ଟ ଇଣ୍ଡିଆ କମ୍ପାନୀକୁ ହସ୍ତାନ୍ତର କରିଦେଇଥିଲେ। ବୁଝିଲି। Question number 13. Under which Governor General British rule was first established in Odisha? ହଁ, ପ୍ରଶ୍ନଟି ହେଉଛି କେଉଁ ଗଭର୍ଣ୍ଣର ଜେନେରାଲଙ୍କ ଅଧୀନରେ ଓଡ଼ିଶାରେ ପ୍ରଥମେ ବ୍ରିଟିଶ ଶାସନ ସ୍ଥାପିତ ହୋଇଥିଲା? ଏହାର ଅପସନ୍ସ ଗୁଡ଼ିକ ହେଲା ଅପସନ୍ ଏ ଲର୍ଡ ଡଫରିନ୍, ଅପସନ୍ ବି ଲର୍ଡ ୱେଲେସ୍ଲି, ଅପସନ୍ ସି ଲର୍ଡ ଲେଲିଥଗୋ ଏବଂ ଅପସନ୍ ଡି ରବର୍ଟ କ୍ଲାଇଭ୍। ଠିକ୍ ଅଛି। ତେବେ ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ଡି, ରବର୍ଟ କ୍ଲାଇଭ୍। ରବର୍ଟ କ୍ଲାଇଭ୍, ଆଚ୍ଛା। ହଁ, ଏହାର କାରଣ ହେଉଛି 1765 ମସିହା। ସେହି ସମୟରେ ରବର୍ଟ କ୍ଲାଇଭ୍ ମୋଗଲ ସମ୍ରାଟ ଶାହ ଆଲମ ଦ୍ୱିତୀୟଙ୍କଠାରୁ ବଙ୍ଗ, ବିହାର ଆଉ ଓଡ଼ିଶାର ଦିୱାନୀ ଅଧିକାର ପାଇଥିଲେ। ଏକଦମ ସେହି ରାଜସ୍ୱ ଆଦାୟର ଅଧିକାର। ଆଉ ସେଇଟାକୁ ହିଁ ଓଡ଼ିଶାରେ ବ୍ରିଟିଶ ଶାସନର ଏକ ପ୍ରକାର ଆରମ୍ଭ ବୋଲି ଧରାଯାଏ। ଆଜ୍ଞା, ସେଇଠୁ ହିଁ ଆରମ୍ଭ ବୋଲି ବିବେଚନା କରାଯାଏ। ବହୁତ ଭଲ। ତେବେ ପରବର୍ତ୍ତୀ ପ୍ରଶ୍ନକୁ ଯିବା। Question number 14. Robert Clive in 1765 acquired the Diwani rights of Bengal, Bihar and Odisha from? ତ ପୂର୍ବ ପ୍ରଶ୍ନ ସହ ଜଡ଼ିତ 1765 ମସିହାରେ ରବର୍ଟ କ୍ଲାଇଭ୍ କାହାଠାରୁ ବଙ୍ଗ, ବିହାର ଏବଂ ଓଡ଼ିଶାର ଦିୱାନୀ ଅଧିକାର ହାସଲ କରିଥିଲେ? ଅପସନ୍ସ ଅଛି ଅପସନ୍ ଏ ହାଇଦର ଅଲି, ଅପସନ୍ ବି ଶାହ ଆଲମ ସେକେଣ୍ଡ, ଅପସନ୍ ସି ଶାହ ଆଲମ ଫର୍ଷ୍ଟ ଏବଂ ଅପସନ୍ ଡି ଔରଙ୍ଗଜେବ। ହଁ, ଆମେ ଏବେ ହିଁ ଆଲୋଚନା କରୁଥିଲେ। ଦ କରେକ୍ଟ ଆନ୍ସର ଇଜ୍ ଅପସନ୍ ବି, ଶାହ ଆଲମ ସେକେଣ୍ଡ। ଶାହ ଆଲମ ଦ ସେକେଣ୍ଡ। ଆଜ୍ଞା, ବକ୍ସାର ଯୁଦ୍ଧରେ ମୁଗଲ ସମ୍ରାଟଙ୍କର ପରାଜୟ ହେଲା। ହଁ, ତାପରେ ସେ ବାଧ୍ୟ ହୋଇଥିଲେ। ଏକଦମ ସେ ଇଷ୍ଟ ଇଣ୍ଡିଆ କମ୍ପାନୀକୁ ବଙ୍ଗ, ବିହାର ଆଉ ଓଡ଼ିଶାର ଦିୱାନୀ ଅଧିକାର ଦେବାକୁ ବାଧ୍ୟ ହେଲେ। ଆଉ କମ୍ପାନୀ ପକ୍ଷରୁ ରବର୍ଟ କ୍ଲାଇଭ୍ ଏହି ଅଧିକାର ଗ୍ରହଣ କଲେ। ଠିକ୍ କହିଲେ। ବେଶ, ଆସନ୍ତୁ ଆଗକୁ ବଢ଼ିବା। Question number 15. Where did the first British settlement in Orissa take place? ଓଡ଼ିଶାର ପ୍ରଥମ ବ୍ରିଟିଶ ବସତି କେଉଁଠାରେ ସ୍ଥାପିତ ହୋଇଥିଲା? ଅପସନ୍ ଏ ପୁରୀ, ଅପସନ୍ ବି ହରିଶାପୁର, ଅପସନ୍ ସି କଟକ, ଅପସନ୍ ଡି ଭୁବନେଶ୍ୱର। ଏହାର ଉତ୍ତର ହେଉଛି ଦ କରେକ୍ଟ ଆନ୍ସର ଇଜ୍ ଅପସନ୍ ବି, ହରିଶପୁର। ହରିଶପୁର। ହଁ, ଏହାକୁ ବର୍ତ୍ତମାନ ହରିହରପୁର କୁହାଯାଉଛି, ଯାହା ଜଗତସିଂହପୁର ଜିଲ୍ଲାରେ ଅଛି। ଆଚ୍ଛା, ଆଉ ଏହା କେବେ ହୋଇଥିଲା? ଏହା 1633 ମସିହାର କଥା। ଇଂରେଜ ଇଷ୍ଟ ଇଣ୍ଡିଆ କମ୍ପାନୀ ସେଠାରେ ନିଜର ପ୍ରଥମ ବାଣିଜ୍ୟ କେନ୍ଦ୍ର ସ୍ଥାପନ କରିଥିଲା। ତାପରେ ସେମାନେ ବାଲେଶ୍ୱରରେ ମଧ୍ୟ ଏକ କାରଖାନା ସ୍ଥାପନ କରିଥିଲେ। ଆଜ୍ଞା, ଠିକ୍। ବହୁତ ଭଲ। ପରବର୍ତ୍ତୀ ପ୍ରଶ୍ନ। Question number 16. Colonel Harcourt led the operation for capturing? କର୍ଣ୍ଣେଲ ହାରକୋର୍ଟ କେଉଁ ସ୍ଥାନଗୁଡ଼ିକୁ ଦଖଲ କରିବା ପାଇଁ ଅଭିଯାନର ନେତୃତ୍ୱ ନେଇଥିଲେ? ଅପସନ୍ସ ଗୁଡ଼ିକ ହେଲା ଏ କଟକ ଆଣ୍ଡ ବଲାସୋର, ବି ବଲାସୋର ଆଣ୍ଡ ପୁରୀ, ସି ସମ୍ବଲପୁର ଆଣ୍ଡ କଟକ ଆଣ୍ଡ ଡି କଟକ ଆଣ୍ଡ ପୁରୀ। ହଁ, ତ କର୍ଣ୍ଣେଲ ହାରକୋର୍ଟ ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ଡି, କଟକ ଏଣ୍ଡ ପୁରୀ। କଟକ ଏବଂ ପୁରୀ। ଆଜ୍ଞା, ଏହା 1803 ମସିହାର ଘଟଣା, ଯେତେବେଳେ ଦ୍ୱିତୀୟ ଆଙ୍ଗ୍ଲୋ ମରାଠା ଯୁଦ୍ଧ ଚାଲିଥିଲା। ସେହି ସମୟରେ ଓଡ଼ିଶା ଦଖଲ ଅଭିଯାନ ହୋଇଥିଲା। ହଁ, ଆଉ କର୍ଣ୍ଣେଲ ହାରକୋର୍ଟଙ୍କ ନେତୃତ୍ୱରେ ବ୍ରିଟିଶ ସେନା ଦକ୍ଷିଣ ଦିଗରୁ ଆସିଲା। ଆଉ ପୁରୀ ଏବଂ କଟକକୁ ଦଖଲ କଲା। ଏକଦମ ଠିକ୍। ଠିକ୍ ଅଛି। ଏବେ ପରବର୍ତ୍ତୀ ପ୍ରଶ୍ନ। Question number 17. When did the Barabati fort fall into the hands of the British? ବାରାବାଟୀ ଦୁର୍ଗ କେବେ ବ୍ରିଟିଶମାନଙ୍କ ହାତକୁ ଯାଇଥିଲା? Option A 1798, Option B 1800, Option C 1803, Option D 1812.
द करेक्ट आंसर इज ऑप्शन सी 1803। 1803 ହଁ ଆମେ ପୂର୍ବ ପ୍ରଶ୍ନରେ ଆଲୋଚନା କଲା ଭଳି 1803ରେ ବ୍ରିଟିଶମାନେ ଓଡ଼ିଶା ଉପରେ ଆକ୍ରମଣ କଲେ। ଆଉ ସେହି ଅଭିଯାନ ସମୟରେ ହିଁ ସେମାନେ କଟକ ସହରରେ ଥିବା ବାରବାଟୀ ଦୁର୍ଗକୁ ଦଖଲ କଲେ। ଆଜ୍ଞା, ଆଉ ଏହା ଫଳରେ କଟକରେ ମରାଠା ଶାସନର ଅନ୍ତ ଘଟିଥିଲା। ବୁଝିଲି। ପରବର୍ତ୍ତୀ ପ୍ରଶ୍ନ କ୍ୱେଶ୍ଚନ ନମ୍ବର 18 ଦ ଟ୍ରିଟି ଅଫ୍ ଦେଓଗାଁଓ ଇଜ୍ ରିଲେଟେଡ୍ ଟୁ ଦେଓଗାଁ ଚୁକ୍ତି କେଉଁ ସ୍ଥାନ ସହିତ ସମ୍ବନ୍ଧିତ? ଅପସନ୍ସ ଏ ସମ୍ବଲପୁର, ବି ପୁରୀ, ସି କଟକ, ଡି ଗଞ୍ଜାମ। ହଁ ଦେଓଗାଁ ଚୁକ୍ତି। ଦ କରେକ୍ଟ ଆନ୍ସର ଇଜ ଅପସନ୍ ସି କଟକ। କଟକ ଆଜ୍ଞା, ଏହି ଚୁକ୍ତି ମଧ୍ୟ 1803 ମସିହାରେ ସ୍ୱାକ୍ଷରିତ ହୋଇଥିଲା। ଦ୍ୱିତୀୟ ଆଙ୍ଗ୍ଲୋ ମରାଠା ଯୁଦ୍ଧ ପରେ। ହଁ ବ୍ରିଟିଶ ଏବଂ ନାଗପୁରର ମରାଠା ଶାସକଙ୍କ ମଧ୍ୟରେ। ଆଉ ଏହି ଚୁକ୍ତି ଅନୁସାରେ କ'ଣ ହେଲା? ଏହି ଚୁକ୍ତି ଅନୁସାରେ ମରାଠାମାନେ କଟକ ଏବଂ ବାଲେଶ୍ୱର ପ୍ରଦେଶକୁ ବ୍ରିଟିଶମାନଙ୍କୁ ସମ୍ପୂର୍ଣ୍ଣ ଭାବେ ହସ୍ତାନ୍ତର କରିଥିଲେ। ଆଚ୍ଛା, ତେଣୁ ଏହାର ସମ୍ପର୍କ କଟକ ସହିତ। ହଁ ଠିକ୍ ଅଛି, ଆଗକୁ ବଢ଼ିବା। କ୍ୱେଶ୍ଚନ ନମ୍ବର 19 ବାଲାସୋର ୱାଜ୍ କ୍ୟାପଚର୍ଡ ବାଇ ହ୍ୱିଚ୍ ଅଫ୍ ଦ ଫଲୋଇଂ ଜେନେରାଲ୍ସ ଅଫ୍ ଦ ବ୍ରିଟିଶ? ନିମ୍ନଲିଖିତ କେଉଁ ବ୍ରିଟିଶ ଜେନେରାଲ ବାଲେଶ୍ୱରକୁ ଦଖଲ କରିଥିଲେ? ଅପସନ୍ ଏ କ୍ୟାପ୍ଟେନ୍ ମର୍ଗନ, ଅପସନ୍ ବି ଲର୍ଡ ୱେଲ୍ସଲେ, ଅପସନ୍ ସି ଲର୍ଡ କର୍ଣ୍ଣୱାଲିସ୍, ଅପସନ୍ ଡି ୱାରେନ୍ ହେଷ୍ଟିଂସ୍। ଦ କରେକ୍ଟ ଆନ୍ସର ଇଜ ଅପସନ୍ ଏ କ୍ୟାପ୍ଟେନ୍ ମର୍ଗାନ। କ୍ୟାପ୍ଟେନ୍ ମର୍ଗନ। ଆଜ୍ଞା, ସେହି 1803 ମସିହାର ଓଡ଼ିଶା ଦଖଲ ଅଭିଯାନରେ ଦୁଇଟି ଦିଗରୁ ଆକ୍ରମଣ ହୋଇଥିଲା। ହଁ, କର୍ଣ୍ଣେଲ ହାରକୋର୍ଟ ଦକ୍ଷିଣରୁ ଆସିଲେ ଆଉ କ୍ୟାପ୍ଟେନ୍ ମର୍ଗାନଙ୍କ ନେତୃତ୍ୱରେ ଗୋଟେ ସେନା ଦଳ ଉତ୍ତର ଦିଗରୁ ଆସିଲା। ଏବଂ ବାଲେଶ୍ୱରକୁ ଦଖଲ କଲା। ଏକଦମ। ବୁଝିଗଲି। ପରବର୍ତ୍ତୀ ପ୍ରଶ୍ନ କ୍ୱେଶ୍ଚନ ନମ୍ବର 20 ଇନ୍ ହ୍ୱିଚ୍ ଇୟର ୱାଜ୍ ସମ୍ବଲପୁର ଆନେକ୍ସଡ୍ ଅଣ୍ଡର ଦ ଲର୍ଡ ଡଲହାଉସିଜ୍ ପଲିସି ଅଫ୍ ଡକ୍ଟ୍ରିନ୍ ଅଫ୍ ଲ୍ୟାପ୍ସ? ଲର୍ଡ ଡେଲହାଉସିଙ୍କ ରାଜ୍ୟଲୋପ ନୀତି ଅନୁଯାୟୀ କେଉଁ ବର୍ଷ ସମ୍ବଲପୁରକୁ ବ୍ରିଟିଶ ସାମ୍ରାଜ୍ୟରେ ମିଶାଇ ଦିଆଯାଇଥିଲା? ଅପସନ୍ସ ଅଛି ଏ 1849, ବି 1850, ସି 1847, ଡି 1852। ହଁ ରାଜ୍ୟଲୋପ ନୀତି। ଏହାର ସଠିକ ଉତ୍ତର ହେଉଛି ଅପସନ୍ ଏ 1849। 1849। ଆଜ୍ଞା, ସେତେବେଳେ ସମ୍ବଲପୁରର ରାଜା ଥିଲେ ନାରାୟଣ ସିଂ। ଆଉ ତାଙ୍କର କୌଣସି ଉତ୍ତରାଧିକାରୀ ନଥିଲେ? ଠିକ୍, ତେଣୁ ତାଙ୍କ ମୃତ୍ୟୁ ପରେ ଡେଲହାଉସିଙ୍କର ଡକ୍ଟ୍ରିନ୍ ଅଫ୍ ଲ୍ୟାପ୍ସ ନୀତି ଅନୁଯାୟୀ ସମ୍ବଲପୁରକୁ ସିଧାସଳଖ ବ୍ରିଟିଶ ସାମ୍ରାଜ୍ୟରେ ମିଶାଇ ଦିଆଗଲା। ବୁଝିଗଲା। ଠିକ୍ ଅଛି, ଏବେ ପରବର୍ତ୍ତୀ ପ୍ରଶ୍ନ ଦେଖିବା। କ୍ୱେଶ୍ଚନ ନମ୍ବର 21 ଅଣ୍ଡର ହ୍ୱିଚ୍ ବ୍ରିଟିଶ ଆଡମିନିଷ୍ଟ୍ରେଟିଭ ରିଜନ୍ ୱାଜ୍ ଓଡ଼ିଶାସ୍ କଟକ ପ୍ରୋଭିନ୍ସ ପ୍ଲେସ୍ଡ? ଓଡ଼ିଶାର କଟକ ପ୍ରଦେଶ କେଉଁ ବ୍ରିଟିଶ ପ୍ରଶାସନିକ ଅଞ୍ଚଳ ଅଧୀନରେ ଥିଲା? ଅପସନ୍ ଏ ଗଞ୍ଜାମ ଆଣ୍ଡ କୋରାପୁଟ, ବି ବେଙ୍ଗଲ ପ୍ରେସିଡେନ୍ସି, ସି ମାଡ୍ରାସ ପ୍ରେସିଡେନ୍ସି, ଡି ସେଣ୍ଟ୍ରାଲ ପ୍ରୋଭିନ୍ସେସ୍। ହଁ ଏଟା ବହୁତ ଗୁରୁତ୍ୱପୂର୍ଣ୍ଣ। ଦ କରେକ୍ଟ ଆନ୍ସର ଇଜ ଅପସନ୍ ବି ବେଙ୍ଗଲ ପ୍ରେସିଡେନ୍ସି। ବେଙ୍ଗଲ ପ୍ରେସିଡେନ୍ସି। ଆଜ୍ଞା, ବ୍ରିଟିଶ ଶାସନ କାଳରେ ଓଡ଼ିଶା ପ୍ରଶାସନିକ ଭାବେ ବିଭାଜିତ ହୋଇ ରହିଥିଲା। ଅଞ୍ଚଳଗୁଡ଼ିକ? ହଁ ଏଠି ମନେ ରଖିବା ଦରକାର ଯେ ଗଞ୍ଜାମ ଓ କୋରାପୁଟ ଥିଲା ମାଡ୍ରାସ ପ୍ରେସିଡେନ୍ସି ଅଧୀନରେ। ଆଉ ସମ୍ବଲପୁର? ସମ୍ବଲପୁର କେନ୍ଦ୍ରୀୟ ପ୍ରଦେଶ ବା ସେଣ୍ଟ୍ରାଲ ପ୍ରୋଭିନ୍ସେସ୍ ଅଧୀନରେ ଥିଲା। ବହୁତ ଭଲ ଭାବରେ ବୁଝାଇଲେ। ପରବର୍ତ୍ତୀ ପ୍ରଶ୍ନ କ୍ୱେଶ୍ଚନ ନମ୍ବର 22 ହ୍ୱିଚ୍ ସିଟି became the new administrative headquarters of the Southern Division after it was moved from Puri by the British in 1816? 1816 ମସିହାରେ ବ୍ରିଟିଶମାନଙ୍କ ଦ୍ୱାରା ପୁରୀରୁ ସ୍ଥାନାନ୍ତରିତ ହେବା ପରେ ଦକ୍ଷିଣ ଡିଭିଜନର ନୂତନ ପ୍ରଶାସନିକ ମୁଖ୍ୟାଳୟ କେଉଁ ସହର ହେଲା? ଅପସନ୍ସ ଏ ବାଲାସୋର, ବି କଟକ, ସି ସମ୍ବଲପୁର, ଡି ଭୁବନେଶ୍ୱର। ଦ କରେକ୍ଟ ଆନ୍ସର ଇଜ ଅପସନ୍ ବି କଟକ। କଟକ। ହଁ ପ୍ରଥମେ 1804ରେ ଯେତେବେଳେ ଓଡ଼ିଶାକୁ ଦୁଇ ଭାଗ କରାଗଲା, ଉତ୍ତର ଓ ଦକ୍ଷିଣ ଡିଭିଜନରେ। ଆଜ୍ଞା, ସେତେବେଳେ ମୁଖ୍ୟାଳୟ ଥିଲା ଯଥାକ୍ରମେ ବାଲେଶ୍ୱର ଆଉ ପୁରୀରେ। କିନ୍ତୁ 1816ରେ ଏଥିରେ ପରିବର୍ତ୍ତନ ଆସିଲା। ହଁ 1816 ମସିହାରେ ଏହି ଦୁଇ ମୁଖ୍ୟାଳୟକୁ ଏକାଠି କରି କଟକ ସହରକୁ ସମଗ୍ର ପ୍ରଦେଶର ପ୍ରଶାସନିକ କେନ୍ଦ୍ର କରିଦିଆଗଲା। ଆଚ୍ଛା, ତେଣୁ ଉତ୍ତର ହେଉଛି କଟକ। ଠିକ୍। ଚାଲନ୍ତୁ ଆଗକୁ ବଢ଼ିବା। କ୍ୱେଶ୍ଚନ ନମ୍ବର 23 ଇନ୍ ହ୍ୱିଚ୍ ଏରିଆ ୱାଜ୍ ଦ ରାଇଲୋତ୍ୱାରୀ ସିଷ୍ଟମ ଇମ୍ପ୍ଲିମେଣ୍ଟେଡ୍ ସ୍ପେସିଫିକାଲି ଇନ୍ ଟାଉନ୍ସ ଲାଇକ୍ ଛତ୍ରପୁର, ବେରମପୁର ଆଣ୍ଡ ଘୁମସାର? ଛତ୍ରପୁର, ବ୍ରହ୍ମପୁର ଏବଂ ଘୁମୁସର ଭଳି ସହରରେ କେଉଁ ଅଞ୍ଚଳରେ ରୟତ୍ୱାରୀ ବ୍ୟବସ୍ଥା ଲାଗୁ କରାଯାଇଥିଲା? ଅପସନ୍ସ ଏ ସମ୍ବଲପୁର, ବି ଗଞ୍ଜମ ପ୍ଲେନ୍ସ, ସି ପୁରୀ, ଡି କଟକ। ଏହି ସହରଗୁଡ଼ିକର ନାମରୁ ହିଁ ଉତ୍ତର ସ୍ପଷ୍ଟ
द करेक्ट आंसर इज ऑप्शन बी गंजम प्लेन्स। ଗଞ୍ଜାମ ସମତଳ ଅଞ୍ଚଳ। ହଁ, କାରଣ ରୟତୱାରୀ ବ୍ୟବସ୍ଥା ମାଡ୍ରାସ ପ୍ରେସିଡେନ୍ସି ଅଧୀନରେ ଥିବା ଅଞ୍ଚଳରେ ଲାଗୁ ହୋଇଥିଲା। ଆଉ ଆମେ ପୂର୍ବରୁ ଆଲୋଚନା କରିଛୁ ଯେ ଗଞ୍ଜାମ ମାଡ୍ରାସ ପ୍ରେସିଡେନ୍ସି ଅଧୀନରେ ଥିଲା। ଏକଦମ। ତେଣୁ ଓଡ଼ିଶାରେ ଏହା ମୁଖ୍ୟତଃ ଗଞ୍ଜାମ ସମତଳ ଅଞ୍ଚଳରେ କାର୍ଯ୍ୟକାରୀ ହେଲା। ଏହି ବ୍ୟବସ୍ଥାରେ ସରକାର ସିଧାସଳଖ ରୟତ ବା କୃଷକଙ୍କଠାରୁ ରାଜସ୍ୱ ଆଦାୟ କରୁଥିଲେ, ନୁହେଁ କି? ଆଜ୍ଞା, କୌଣସି ମଧ୍ୟସ୍ଥି ନଥିଲେ। ବସ୍, ଆଜିର ଶେଷ ପ୍ରଶ୍ନ। Question number 24. Who were the key figures behind the introduction of the Rayatwari system in British India, later extended to Odisha? ବ୍ରିଟିଶ ଭାରତରେ ରୟତୱାରୀ ବ୍ୟବସ୍ଥାର ପ୍ରବର୍ତ୍ତନ ପଛରେ ମୁଖ୍ୟ ବ୍ୟକ୍ତି କିଏ ଥିଲେ, ଯାହା ପରେ ଓଡ଼ିଶାକୁ ସମ୍ପ୍ରସାରିତ ହୋଇଥିଲା? Options ଅଛି A. Holt Mackenzie and Alexander Reed, B. Thomas Munro and Alexander Reed, C. Lord Cornwallis and Robert Clive, and D. Holt Mackenzie and Thomas Munro. The correct answer is option B, Thomas Munro and Alexander Reed. Thomas Munro ଏବଂ Alexander Reed. ହଁ, ଏହି ଦୁଇ ଜଣ 1820 ମସିହାରେ ରୟତୱାରୀ ବ୍ୟବସ୍ଥାକୁ ପ୍ରବର୍ତ୍ତନ କରିଥିଲେ। ଆଉ ଏହାକୁ ପ୍ରଥମେ ମାଡ୍ରାସ ପ୍ରେସିଡେନ୍ସିରେ ଲାଗୁ କରାଯାଇଥିଲା। ଆଜ୍ଞା। ଅନ୍ୟ ଅପସନ୍ସ ଗୁଡ଼ିକ ବିଷୟରେ କିଛି କହିବେ କି? ହଁ, ନିଶ୍ଚୟ। ଲର୍ଡ କର୍ଣ୍ଣୱାଲିସ୍ ସ୍ଥାୟୀ ବନ୍ଦୋବସ୍ତ ବା ଜମିନ୍ଦାରୀ ପ୍ରଥା ସହିତ ଜଡ଼ିତ ଥିଲେ। ଆଚ୍ଛା, ଆଉ ହୋଲ୍ଟ ମ୍ୟାକେଞ୍ଜି ଥିଲେ ମହଲୱାରୀ ବ୍ୟବସ୍ଥାର ପ୍ରବର୍ତ୍ତକ। ବହୁତ ସ୍ପଷ୍ଟ ଭାବରେ ବୁଝାଇଲେ। Question number 25. Where was the Mahalwari system implemented in Odisha? ଓଡ଼ିଶାରେ ମହଲୱାରୀ ବ୍ୟବସ୍ଥାଟା କେଉଁଠାରେ ଲାଗୁ କରାଯାଇଥିଲା? ଅପସନ୍ ଏ ପୁରୀ, ଅପସନ୍ ବି ସମ୍ବଲପୁର, ଅପସନ୍ ସି ଗଞ୍ଜାମ, ଅପସନ୍ ଡି କଟକ। ଉତ୍ତରଟା ବୋଧହୁଏ ଅନେକଙ୍କୁ ଜଣାଥିବ। ଦ କରେକ୍ଟ ଆନ୍ସର ଇଜ୍ ଅପସନ୍ ବି ସମ୍ବଲପୁର। ତେବେ ଏହି ବ୍ୟବସ୍ଥା ବିଷୟରେ ଟିକେ କୁହନ୍ତୁ, ଏଇଟା କେବଳ ସମ୍ବଲପୁରରେ କାହିଁକି? ଆଚ୍ଛା, ଦେଖନ୍ତୁ, ମହାଲୱାରୀ ବ୍ୟବସ୍ଥାଟା ମୁଖ୍ୟତଃ କେନ୍ଦ୍ରୀୟ ପ୍ରଦେଶ ଆଉ ପଞ୍ଜାବର କିଛି ଅଂଶରେ ଲାଗୁ ହୋଇଥିଲା। ଆଚ୍ଛା, ଆଉ ସେତେବେଳେ ସମ୍ବଲପୁର ସେହି ଅଞ୍ଚଳର ଅଧୀନରେ ଥିଲା, ତେଣୁ ଏହା ସେଠାରେ ହିଁ ଲାଗୁ ହେଲା। ବୁଝିଲି। ଆଉ ଏ ବ୍ୟବସ୍ଥାରେ ରାଜସ୍ୱ କିଏ ଆଦାୟ କରୁଥିଲା? ଏଥିରେ ପୁରା ଗାଁକୁ ଗୋଟେ ୟୁନିଟ୍ ବା ମହଲ ଧରାଯାଉଥିଲା, ଆଉ ଗାଁର ମୁଖିଆ ବା ସମ୍ପ୍ରଦାୟର ଯେଉଁ ନେତା ଥିଲେ, ସେମାନେ ସମସ୍ତଙ୍କଠୁ ରାଜସ୍ୱ ଆଦାୟ କରୁଥିଲେ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ। କ୍ୱେଶ୍ଚନ୍ ନମ୍ବର 26. Who played a significant role in formalizing the Mahalwari system across India through Regulation 7 of 1822? ଏଇଟା ଗୋଟେ ଗୁରୁତ୍ୱପୂର୍ଣ୍ଣ ନା? 1822 ମସିହାର ରେଗୁଲେସନ୍ 7 ମାଧ୍ୟମରେ ସମଗ୍ର ଭାରତରେ ମହଲୱାରୀ ବ୍ୟବସ୍ଥାକୁ ଆନୁଷ୍ଠାନିକ ରୂପ ଦେବାରେ କିଏ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ? ଅପସନ୍ ଏ ଥୋମାସ ମୁଣ୍ଡ୍ରୋ, ଅପସନ୍ ବି ହୋଲ୍ଟ ମ୍ୟାକେଞ୍ଜି, ଅପସନ୍ ସି ରବର୍ଟ କ୍ଲାଇଭ୍, ଅପସନ୍ ଡି ଆଲେକ୍ଜାଣ୍ଡର ରିଡ୍। The correct answer is option B, Holt Mackenzie. ହଁ, ଠିକ୍। 1822 ମସିହାରେ ହୋଲ୍ଟ ମ୍ୟାକେଞ୍ଜିଙ୍କ ଦ୍ୱାରା ହିଁ ଏହି ବ୍ୟବସ୍ଥା ପ୍ରବର୍ତ୍ତନ କରାଯାଇଥିଲା। ଆଉ ବାକି ଅପସନ୍ ଗୁଡ଼ିକ ବିଷୟରେ ଥୋମାସ ମୁଣ୍ଡ୍ରୋ ଆଉ ଆଲେକ୍ଜାଣ୍ଡର ରିଡ୍। ସେମାନେ ରାୟତୱାରୀ ବ୍ୟବସ୍ଥା ସହିତ ଜଡ଼ିତ ଥିଲେ। ଆଚ୍ଛା, ରାୟତୱାରୀ ମହଲୱାରୀ ନୁହେଁ। ହଁ, ରାୟତୱାରୀ। ଠିକ୍ ଅଛି, ପରବର୍ତ୍ତୀ ପ୍ରଶ୍ନ। Question number 27. What do the terms gauntias, birtias and umra relate to in the context of Odisha's revenue system? କିଛି ସ୍ଥାନୀୟ ଶବ୍ଦ। ଓଡ଼ିଶାର ରାଜସ୍ୱ ବ୍ୟବସ୍ଥା ପ୍ରସଙ୍ଗରେ ଗୋନ୍ତିଆ, ବିର୍ତିଆ ଏବଂ ଉମ୍ରା ଶବ୍ଦଗୁଡ଼ିକ କାହା ସହିତ ସମ୍ବନ୍ଧିତ? ଅପସନ୍ ଏ ଟାଇପ୍ସ ଅଫ୍ ଲ୍ୟାଣ୍ଡ ଓନରସିପ୍, ଅପସନ୍ ବି ରେଭିନ୍ୟୁ କଲେକ୍ଟର୍ସ ଅଣ୍ଡର ମାହାଲୱାରୀ ସିଷ୍ଟମ୍, ଅପସନ୍ ସି ଟାଇପ୍ସ ଅଫ୍ ଲ୍ୟାଣ୍ଡ ସେଟଲମେଣ୍ଟସ୍, ଅପସନ୍ ଡି କ୍ୟାଟେଗୋରିଜ୍ ଅଫ୍ ପେଜେଣ୍ଟ ଫାର୍ମର୍ସ। ଦ କରେକ୍ଟ ଆନ୍ସର ଇଜ୍ ଅପସନ୍ ବି ରେଭିନ୍ୟୁ କଲେକ୍ଟର୍ସ ଅଣ୍ଡର ମାହାଲୱାରୀ ସିଷ୍ଟମ୍। ହଁ, ଆମେ ଯୋଉ ଗାଁ ମୁଖିଆଙ୍କ କଥା କହୁଥିଲେ, ହଁ, ସେମାନଙ୍କୁ ହିଁ ଏହି ସବୁ ନାଁରେ ଡକାଯାଉଥିଲା। ମହଲୱାରୀ ବ୍ୟବସ୍ଥାରେ ଯେଉଁ ରାଜସ୍ୱ ସଂଗ୍ରହକାରୀ ଏଜେଣ୍ଟ ଥିଲେ, ସେମାନଙ୍କୁ କେଉଁଠି ଜମିଦାର, କେଉଁଠି ଗୋନ୍ତିଆ, ବିର୍ତିଆ କିମ୍ବା ଉମ୍ରା ବୋଲି କୁହାଯାଉଥିଲା। ଆଚ୍ଛା, ମାନେ ଏଗୁଡ଼ିକ ସବୁ ସ୍ଥାନୀୟ ପଦବୀ ଥିଲା। ଏକଦମ। ପରବର୍ତ୍ତୀ ପ୍ରଶ୍ନ। Question number 28. Who is called the great nationalist of Odisha during the 1857 revolt in Odisha? ଏହା ଏକ ବହୁତ ପରିଚିତ ପ୍ରଶ୍ନ। ଓଡ଼ିଶାରେ 1857 ବିଦ୍ରୋହ ସମୟରେ କାହାକୁ ଓଡ଼ିଶାର ମହାନ ଜାତୀୟତାବାଦୀ କୁହାଯାଏ? ଅପସନ୍ ଏ ଜାଇରାଜଗୁରୁ, ଅପସନ୍ ବି ବୀର ସୁରେନ୍ଦ୍ର ସାଏ, ଅପସନ୍ ସି ସୁରେନ୍ଦ୍ର ଦାସ, ଅପସନ୍ ଡି ବକ୍ସି ଜଗବନ୍ଧୁ। ଦ କରେକ୍ଟ ଆନ୍ସର ଇଜ୍ ଅପସନ୍ ବି ବୀର ସୁରେନ୍ଦ୍ର ସାଏ। ନିଶ୍ଚିତ ଭାବରେ ବୀର ସୁରେନ୍ଦ୍ର ସାଏ।
ତାଙ୍କୁ ସମ୍ବଲପୁରର ସିଂହ ବୋଲି ମଧ୍ୟ କୁହାଯାଏ ନୁହେଁ କି? ହଁ ବିଲକୁଲ ସେ 1857 ବିଦ୍ରୋହର ବହୁ ପୂର୍ବରୁ ସଂଗ୍ରାମ କରୁଥିଲେ ଏବଂ 1857ରେ ନେତୃତ୍ୱ ନେଇଥିଲେ। ତାଙ୍କର ମୂଳ ଲକ୍ଷ୍ୟ ଥିଲା ନିଜ ଅଞ୍ଚଳର ମାନେ ସମ୍ବଲପୁରର ସାର୍ବଭୌମତ୍ୱକୁ ବ୍ରିଟିଶ ଶାସନରୁ ରକ୍ଷା କରିବା। ବୁଝିଲି। ତାଙ୍କ ସଂଗ୍ରାମ ବହୁତ ଲମ୍ବା ସମୟ ଧରି ଚାଲିଥିଲା। ପରବର୍ତ୍ତୀ ପ୍ରଶ୍ନ କ୍ୱେଶ୍ଚନ୍ ନମ୍ବର 29 ସୁରେନ୍ଦ୍ର ସାଏ revolted against the Britishers in 1833 from which region of Odisha? ଆମେ ଏଇ ବିଷୟରେ ଏବେ କଥା ହେଉଥିଲେ। ସୁରେନ୍ଦ୍ର ସାଏ 1833 ମସିହାରେ ଓଡ଼ିଶାର କେଉଁ ଅଞ୍ଚଳରୁ ବ୍ରିଟିଶମାନଙ୍କ ବିରୁଦ୍ଧରେ ବିଦ୍ରୋହ କରିଥିଲେ? ଅପସନ୍ ଏ ପୁରୀ, ଅପସନ୍ ବି କଟକ, ଅପସନ୍ ସି କେଉଁଝର, ଅପସନ୍ ଡି ସମ୍ବଲପୁର। ଦ କରେକ୍ଟ ଆନ୍ସର ଇଜ୍ ଅପସନ୍ ଡି ସମ୍ବଲପୁର। ହଁ ତାଙ୍କର ସମସ୍ତ କାର୍ଯ୍ୟକଳାପ ତାଙ୍କର ପୂରା ସଂଗ୍ରାମ ସମ୍ବଲପୁର ଅଞ୍ଚଳରେ ହିଁ କେନ୍ଦ୍ରିତ ଥିଲା। ତେବେ ତାଙ୍କର ମୂଳ ଉଦ୍ଦେଶ୍ୟ ଥିଲା ସମ୍ବଲପୁରକୁ ସ୍ୱାଧୀନ ରଖିବା। ହଁ ସମ୍ବଲପୁରକୁ ବ୍ରିଟିଶ ଶାସନରୁ ମୁକ୍ତ ରଖିବା ପାଇଁ ହିଁ ସେ ସଂଗ୍ରାମ କରିଥିଲେ। ଠିକ୍ ଅଛି ପରବର୍ତ୍ତୀ ପ୍ରଶ୍ନକୁ ଯିବା କ୍ୱେଶ୍ଚନ୍ ନମ୍ବର 30 ଓଡ଼ିଶା ୱାଜ୍ affected by ନାଙ୍କ famine during which of these years? ଓଡ଼ିଶା ଇତିହାସର ଏକ କଳା ଅଧ୍ୟାୟ। ଏହି ବର୍ଷଗୁଡ଼ିକ ମଧ୍ୟରୁ କେଉଁ ସମୟରେ ଓଡ଼ିଶା ନଅଙ୍କ ଦୁର୍ଭିକ୍ଷ ଦ୍ୱାରା ପ୍ରଭାବିତ ହୋଇଥିଲା? ଅପସନ୍ ଏ 1866-67, ଅପସନ୍ ବି 1780-75, ଅପସନ୍ ସି 1832-36, ଅପସନ୍ ଡି 1698-1701. The correct answer is option A 1866-67. ହଁ 1866-67। ଏହି ଦୁର୍ଭିକ୍ଷ ଏତେ ଭୟଙ୍କର କାହିଁକି ଥିଲା? ଏହାର କାରଣ ଅନେକ ଥିଲା। ଗୋଟେ ତ ଥିଲା ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ଶୀତଦିନିଆ ଫସଲ ନଷ୍ଟ ହୋଇଗଲା। କିନ୍ତୁ ସବୁଠୁ ବଡ଼ କାରଣ ଥିଲା ବ୍ରିଟିଶ ସରକାରଙ୍କର ପ୍ରଶାସନିକ ଉଦାସୀନତା। ସେମାନେ ପରିସ୍ଥିତିକୁ ଠିକ୍ ସମୟରେ ବୁଝିପାରିଲେନି। ଆଉ ଫଳାଫଳ? ଫଳାଫଳ ବହୁତ ଭୟଙ୍କର ଥିଲା। ପ୍ରାୟ 1 ମିଲିୟନ ମାନେ 10 ଲକ୍ଷ ଲୋକ ପ୍ରାଣ ହରାଇଥିଲେ। 10 ଲକ୍ଷ ବହୁତ ଦୁଃଖଦ। ପରବର୍ତ୍ତୀ ପ୍ରଶ୍ନ କ୍ୱେଶ୍ଚନ୍ ନମ୍ବର 31 The post-Nyanka era brought a massive change in the field of ଏହା ସେହି ଦୁର୍ଭିକ୍ଷର ଏକ ପରୋକ୍ଷ ପ୍ରଭାବ ଥିଲା। ନଅଙ୍କ ଦୁର୍ଭିକ୍ଷ ପରବର୍ତ୍ତୀ ଯୁଗ କେଉଁ କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ଆଣିଥିଲା? ଅପସନ୍ ଏ ଆର୍ଟ ଆଣ୍ଡ ଲିଟରେଚର, ଅପସନ୍ ବି ଆର୍ଟ ଆଣ୍ଡ କ୍ରାଫ୍ଟ, ଅପସନ୍ ସି ପଟରି ଆଣ୍ଡ ଲିଟରେଚର, ଅପସନ୍ ଡି ଏଜୁକେସନ୍ ଆଣ୍ଡ ଲିଟରେଚର। ଦ କରେକ୍ଟ ଆନ୍ସର ଇଜ୍ ଅପସନ୍ ଡି ଏଜୁକେସନ୍ ଆଣ୍ଡ ଲିଟରେଚର। ହଁ ଶିକ୍ଷା ଏବଂ ସାହିତ୍ୟ। ଏହା କିପରି ହେଲା? ଗୋଟେ ଦୁର୍ଭିକ୍ଷ ପରେ ଏମିତି ଜାଗରଣ? ଦେଖନ୍ତୁ ଦୁର୍ଭିକ୍ଷ ପରେ ଓଡ଼ିଆ ଲୋକମାନେ ବୁଝିଗଲେ ଯେ ଶିକ୍ଷା ବିନା ସେମାନେ ନିଜର ଦାବି ଉପସ୍ଥାପନ କରିପାରିବେ ନାହିଁ। ଆଚ୍ଛା। ତେଣୁ ଶିକ୍ଷା ପ୍ରତି ଆଗ୍ରହ ବଢ଼ିଲା। କଟକ ଜିଲ୍ଲା ସ୍କୁଲକୁ ଉନ୍ନୀତ କରି କଲେଜ ସ୍ଥାପନ କରାଗଲା। ଆଉ ଏହି ସମୟରେ ଫକୀରମୋହନ ସେନାପତି, ରାଧାନାଥ ରାୟଙ୍କ ଭଳି ମହାନ ସାହିତ୍ୟିକମାନେ ଆଧୁନିକ ଓଡ଼ିଆ ସାହିତ୍ୟର ବିକାଶ କଲେ। ବୁଝିଲି। ତେଣୁ ଏକ ବିପର୍ଯ୍ୟୟ ହିଁ ଏକ ନୂଆ ଜାଗରଣର କାରଣ ହେଲା। ଏକଦମ। ପରବର୍ତ୍ତୀ ପ୍ରଶ୍ନ କ୍ୱେଶ୍ଚନ୍ ନମ୍ବର 32 Who among the following was the first disciple of ମହିମା ଗୋସାଇ? ନିମ୍ନଲିଖିତଙ୍କ ମଧ୍ୟରୁ ମହିମା ଗୋସାଇଙ୍କ ପ୍ରଥମ ଶିଷ୍ୟ କିଏ ଥିଲେ? ଅପସନ୍ ଏ ସାରଳା ଦାସ, ଅପସନ୍ ବି ଗୋବିନ୍ଦ ଦାସ, ଅପସନ୍ ସି ଭୀମା ଭୋଇ, ଅପସନ୍ ଡି ମଧୁସୂଦନ ଦାସ। ଦ କରେକ୍ଟ ଆନ୍ସର ଇଜ୍ ଅପସନ୍ ବି ଗୋବିନ୍ଦ ଦାସ। ହଁ ଗୋବିନ୍ଦ ଦାସ ତାଙ୍କର ପ୍ରମୁଖ ଶିଷ୍ୟମାନଙ୍କ ମଧ୍ୟରୁ ଜଣେ ଥିଲେ। ଆଉ ଭୀମା ଭୋଇ? ଭୀମ ଭୋଇ ମଧ୍ୟ ଜଣେ ପ୍ରମୁଖ ଶିଷ୍ୟ ଥିଲେ, କିନ୍ତୁ ପ୍ରଥମ ଶିଷ୍ୟଙ୍କ ମଧ୍ୟରେ ଗୋବିନ୍ଦ ଦାସଙ୍କ ନାମ ଆସେ। ଉଭୟ କେନ୍ଦ୍ରୀୟ ଏବଂ ପଶ୍ଚିମ ଓଡ଼ିଶାରେ ମହିମା ଧର୍ମର ପ୍ରଚାର କରିବାରେ ବହୁତ ବଡ଼ ଭୂମିକା ଗ୍ରହଣ କରିଥିଲେ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ କ୍ୱେଶ୍ଚନ୍ ନମ୍ବର 33 Which of the following were contributions of Christian missionaries in Odisha? 1. Established orphanages for destitute children. 2. Introduced the Odia New Testament in 1809. 3. Founded the first Brahmo Samaj in Odisha. 4. Worked towards women's education and upliftment. Select the correct option. ନିମ୍ନଲିଖିତ ମଧ୍ୟରୁ କେଉଁଗୁଡ଼ିକ ଓଡ଼ିଶାରେ ଖ୍ରୀଷ୍ଟିଆନ ମିଶନାରୀ ମାନଙ୍କର ଅବଦାନ ଥିଲା? 1. ଅସହାୟ ପିଲାମାନଙ୍କ ପାଇଁ ଅନାଥାଶ୍ରମ ସ୍ଥାପନ। 2. 1809ରେ ଓଡ଼ିଆ ନୂତନ ନିୟମ ପ୍ରଚଳନ। 3. ଓଡ଼ିଶାରେ ପ୍ରଥମ ବ୍ରହ୍ମ ସମାଜର ସ୍ଥାପନା। 4. ନାରୀ ଶିକ୍ଷା ଏବଂ ଉନ୍ନତି ଦିଗରେ କାର୍ଯ୍ୟ। ସଠିକ୍ ବିକଳ୍ପ ଚୟନ କରନ୍ତୁ।
Option A, only 1 and 2 are correct. Option B, only 1, 2 and 4 are correct. Option C, only 1, 2 and 4 are correct. ଏଠି ଅପସନ୍ B ଆଉ C ସମାନ ଅଛି। हाँ, ତାହା ଏକ ଟାଇପିଂ ଭୁଲ ହୋଇପାରେ। The correct answer is option C, only 1, 2 and 4 are correct. ହଁ ଠିକ୍। ମିଶନାରୀ ମାନେ ଅନାଥାଶ୍ରମ ସ୍ଥାପନ କରିଥିଲେ, ବିଶେଷ କରି ନଅଙ୍କା ଦୁର୍ଭିକ୍ଷ ପରେ। ଠିକ୍। ସେମାନେ ଓଡ଼ିଆରେ ନୂତନ ନିୟମ ବା ନ୍ୟୁ ଟେଷ୍ଟମେଣ୍ଟ ମଧ୍ୟ ପ୍ରଚଳନ କଲେ ଏବଂ ନାରୀ ଶିକ୍ଷା ପାଇଁ ବି କାମ କରିଥିଲେ। ତେବେ ବିବୃତି 3 କାହିଁକି ଭୁଲ? ବ୍ରହ୍ମ ସମାଜ କିଏ ସ୍ଥାପନ କରିଥିଲେ? ଓଡ଼ିଶାରେ ପ୍ରଥମ ବ୍ରାହ୍ମ ସମାଜ ହରନାଥ ଭଟ୍ଟାଚାର୍ଯ୍ୟଙ୍କ ଦ୍ୱାରା ସ୍ଥାପିତ ହୋଇଥିଲା, ମିଶନାରୀମାନଙ୍କ ଦ୍ୱାରା ନୁହେଁ। ଆଚ୍ଛା, ବୁଝିଗଲି। ତେଣୁ 1, 2 ଏବଂ 4 ସଠିକ୍। ହଁ ପରବର୍ତ୍ତୀ ପ୍ରଶ୍ନ। Question number 34. Which of the following are associated with the Utkal Sabha? 1. First political organization in Odisha. 2. First meeting held in 1882 at the Cuttack Printing Press. 3. Its objective was to help in the formation of the Indian National Congress. 4. Chaudhary Kashinath Das was the first president. Select the correct option. निम्नलिखित ମଧ୍ୟରୁ କେଉଁଗୁଡ଼ିକ ଉତ୍କଳ ସଭା ସହିତ ଜଡ଼ିତ? ଉତ୍କଳ ସଭା ଓଡ଼ିଶାର ପ୍ରଥମ ରାଜନୈତିକ ସଂଗଠନ। ହଁ, ଏହା ଓଡ଼ିଶାର ପାର୍ଟିର ରାଜନୈତିକ ସଂଗଠନ। 1882ରେ କଟକ ପ୍ରିଣ୍ଟିଂ ପ୍ରେସରେ ଏହାର ସ୍ଥାପନା ହୋଇଥିଲା। ଆଉ ଏହାର ପ୍ରଥମ ସଭାପତି ଥିଲେ ଚୌଧୁରୀ କାଶୀନାଥ ଦାସ। ଏକଦମ ଠିକ୍। ତେବେ ଏହାର ଉଦ୍ଦେଶ୍ୟ ଜାତୀୟ କଂଗ୍ରେସ ଗଠନରେ ସାହାଯ୍ୟ କରିବା ନଥିଲା। ନା, ଆଦୌ ନୁହେଁ। ଏହାର ଉଦ୍ଦେଶ୍ୟ ଥିଲା ସ୍ଥାନୀୟ ସ୍ୱଶାସନକୁ ପ୍ରୋତ୍ସାହିତ କରିବା ଏବଂ ଓଡ଼ିଆମାନଙ୍କର ସ୍ୱାର୍ଥ ରକ୍ଷା କରିବା। ଏହା ଏକ ଆଞ୍ଚଳିକ ସଂଗଠନ ଥିଲା। ପରବର୍ତ୍ତୀ ପ୍ରଶ୍ନ। Question number 35. Which of the following were key features of Satya Mahima Dharma? 1. Founded by Mahima Gosai in 1862. 2. Promotes idol worship of multiple deities. 3. Teaches the worship of one formless deity, Alik Parabrahma. 4. Governed by a single central temple located in Cuttack. Select the correct option. निम्नलिखित ମଧ୍ୟରୁ କେଉଁଗୁଡ଼ିକ ସତ୍ୟ ମହିମା ଧର୍ମର ମୁଖ୍ୟ ବୈଶିଷ୍ଟ୍ୟ ଥିଲା? 1. 1862ରେ ମହିମ ଗୋସାଇଁଙ୍କ ଦ୍ୱାରା ସ୍ଥାପିତ। 2. ଏକାଧିକ ଦେବତାଙ୍କ ମୂର୍ତ୍ତି ପୂଜାକୁ ପ୍ରୋତ୍ସାହିତ କରେ। 3. ଜଣେ ନିରାକାର ଦେବତା ଅଲେଖ ପରମବ୍ରହ୍ମଙ୍କ ଉପାସନା ଶିକ୍ଷା ଦିଏ। 4. କଟକରେ ଥିବା ଏକକ କେନ୍ଦ୍ରୀୟ ମନ୍ଦିର ଦ୍ୱାରା ପରିଚାଳିତ। ସଠିକ୍ ବିକଳ୍ପ ଚୟନ କରନ୍ତୁ। Option A, only 1 and 3 are correct. Option B, only 2 is correct. Option C, only 3 and 4 are correct. Option D, all of the above. The correct answer is option A, only 1 and 3 are correct. ହଁ, ଏହା ସମ୍ପୂର୍ଣ୍ଣ ଠିକ୍। କେମିତି? ଦେଖନ୍ତୁ, ସତ୍ୟ ମହିମା ଧର୍ମ 1862ରେ ମହିମା ଗୋସାଇଁଙ୍କ ଦ୍ୱାରା ସ୍ଥାପିତ ହୋଇଥିଲା। ଏଇଟା ଠିକ୍, Exactly the କେମିତି କହନ୍ତି। ରାଇଟ୍? ଆଉ ଏହାର ମୂଳ ଦର୍ଶନ ହେଉଛି ନିରାକାର ଅଲେଖ ପରମବ୍ରହ୍ମଙ୍କ ଉପାସନା। ତେଣୁ ବିବୃତି 3 ମଧ୍ୟ ଠିକ୍। ଆଚ୍ଛା, ତେବେ ବିବୃତି 2 ମାନେ ମୂର୍ତ୍ତି ପୂଜା ସମ୍ପୂର୍ଣ୍ଣ ଭୁଲ। ହଁ, ଏହି ଧର୍ମ ମୂର୍ତ୍ତି ପୂଜାକୁ ଦୃଢ଼ ଭାବରେ ବିରୋଧ କରେ। ତେଣୁ 1 ଏବଂ 3 ହିଁ ସଠିକ୍। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ। Question number 36. Match the following. Column A. Nanjia Famine. B. Utkal Sabha. C. Christian Missionaries. D. Satya Mahima Dharma. Column B. 1. Introduce the Odia New Testament. 2. Over 1 million people died of starvation. 3. First meeting in 1882 Cuttack. 4. Founded by Mahima Gosai in 1862. Select the correct answer code. ଏଇଟା ଏକ ରିଭିଜନ ଭଳି। स्तंभ क ए नौंक दुर्भिक्ष, बी उत्कल सभा, सी ख्रिश्चियन मिशनरी, डी सत्य महिमा धर्म। स्तंभ ख 1 ओडिया नूतन नियम प्रचलन, 2 1 मिलियनରୁ ଅଧିକ ଲୋକ ଅନାହାରରେ ମୃତ୍ୟୁବରଣ କଲେ, 3 1882 କଟକରେ ପ୍ରଥମ ବୈଠକ, 4 1862ରେ ମହିମା ଗୋସାଇଁଙ୍କ ଦ୍ୱାରା ସ୍ଥାପିତ। ସଠିକ୍ ଉତ୍ତର କୋଡ୍ ଚୟନ କରନ୍ତୁ। ଅପସନ୍ ଏ A-2, B-3, C-1, D-4. Option B, A-1, B-2, C-3, D-4. Option C, A-2, B-1, C-4, D-3. Option D, A-1, B-4, C-2, D-3. The correct answer is option A, A-2, B-3, C-1, D-4. ହଁ,
ଚାଲନ୍ତୁ ଏହାକୁ ମିଳେଇ ଦେବା। ଠିକ୍ ଅଛି। 9 ଦୁର୍ଭିକ୍ଷ। ତା ସହିତ ଯିବ 2, 1 ମିଲିୟନରୁ ଅଧିକ ଲୋକଙ୍କର ମୃତ୍ୟୁ। ଉତ୍କଳ ସଭା। ତା ସହିତ ଯିବ 3, 1882 କଟକରେ ପ୍ରଥମ ବୈଠକ। ଖ୍ରୀଷ୍ଟିଆନ ମିଶନାରୀ। ସେମାନେ ଓଡ଼ିଆ ନୂତନ ନିୟମ ପ୍ରଚଳନ କରିଥିଲେ, ତେଣୁ 1। ଆଉ ଶେଷରେ ସତ୍ୟ ମହିମା ଧର୍ମ। 1862ରେ ମହିମା ଗୋସାଇଁଙ୍କ ଦ୍ୱାରା ସ୍ଥାପିତ, ମାନେ 4। ବହୁତ ବଢ଼ିଆ। ତେଣୁ A2, B3, C1, D4। ଠିକ୍। ପରବର୍ତ୍ତୀ ପ୍ରଶ୍ନ କ୍ୱେଶ୍ଚିନ୍ ନମ୍ବର 37 ମ୍ୟାଚ୍ ଦ ଫଲୋଇଂ କଲମ ଏ ପୁରୀ, B କୋଣାର୍କ, C ଭୁବନେଶ୍ୱର, D କଟକ। କଲମ B 1 ସତ୍ୟ ମହିମା ଧର୍ମ, 2 ସୂର୍ଯ୍ୟ ମନ୍ଦିର, 3 ରାଜଧାନୀ ସହର, 4 ଐତିହାସିକ ଗୁରୁତ୍ୱ ପାଇଁ ଜଣାଶୁଣା। ସଠିକ୍ ଉତ୍ତର କୋଡ୍ ଚୟନ କରନ୍ତୁ। ଅପସନ୍ A A2, B3, C1, D4। ଅପସନ୍ B A1, B2, C3, D4। ଅପସନ୍ C A2, B1, C4, D3। ଅପସନ୍ D A1, B4, C2, D3। The correct answer is option B A1, B2, C3, D4। ଏଠି ମିଶ୍ରିତ ପ୍ରକାରର ତଥ୍ୟ ଦିଆଯାଇଛି। ହଁ ଚାଲନ୍ତୁ ଦେଖିବା। କୋଣାର୍କ ତ ସ୍ପଷ୍ଟ। ହଁ, କୋଣାର୍କ B ହେଉଛି ସୂର୍ଯ୍ୟ ମନ୍ଦିର 2 ପାଇଁ ପ୍ରସିଦ୍ଧ। ଭୁବନେଶ୍ୱର C ହେଉଛି ରାଜଧାନୀ ସହର 3। ଠିକ୍। ଆଉ କଟକ D ତାର ଐତିହାସିକ ଗୁରୁତ୍ୱ 4 ପାଇଁ ପରିଚିତ। ତେବେ ବାକି ରହିଲା ପୁରୀ, ଯାହାକୁ ସତ୍ୟ ମହିମା ଧର୍ମ ସହିତ ଯୋଡ଼ାଯାଇଛି। ହଁ, ଏହି ଅପସନ୍ ଅନୁସାରେ ଏହା ହିଁ ଠିକ୍। ଯଦିଓ ମହିମା ଧର୍ମର ମୁଖ୍ୟ କେନ୍ଦ୍ର ଅନ୍ୟ ସ୍ଥାନରେ, ପୁରୀ ସହ ମଧ୍ୟ ଏହାର ସମ୍ପର୍କ ରହିଛି। ଠିକ୍ ଅଛି। ତ ଆଜିର ଆଲୋଚନା ଏତିକିରେ ଶେଷ ରହୁଛି। ହଁ, ଆମେ ଆଜି ଊନବିଂଶ ଶତାବ୍ଦୀର ଓଡ଼ିଶାର କିଛି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉପରେ ଆଲୋଚନା କଲେ। ପରବର୍ତ୍ତୀ ଅଧ୍ୟାୟରେ ଆମେ ଅନ୍ୟ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉପରେ ଆଲୋଚନା କରିବା। ସମସ୍ତଙ୍କୁ ଧନ୍ୟବାଦ।